ଦେଖନ୍ତୁ ଆମ ପାଖକୁ ଯେଉଁ କାଗଜ ପତ୍ର ଆସିଛି ସେଟା ଗୃହ ମନ୍ତ୍ରଣାଳୟରୁ ନିର୍ଦ୍ଦେଶ ଆସିଛି, ସେଥିରେ କୋଉ କାରଣରୁ ଆସିନି, କାରଣ ସେଥିରେ ଉଲ୍ଲେଖ ନାହିଁ। ବିଶେଷ କାରଣ କ୍ଷେତ୍ରୁ ଏଇଟା ବାତିଲ ହେଇଛି ବୋଲି ଆସିଛି। ତ ସେଥିରେ କାରଣ ମୁଁ ସ୍ପେସିଫିକ ଭାବରେ କାରଣ ମଧ୍ୟ ଜଣେଇ ପାରିବି ନାହିଁ, କିନ୍ତୁ ଏଇଟା ବାତିଲ ହେଇଛି। ଏଇଟା ଆପଣମାନଙ୍କ ଜରିଆରେ ସମସ୍ତ ଜନସାଧାରଣଙ୍କୁ ମୁଁ ଜଣେଇଦେବା ବୋଲି ଚାହୁଁଛି। କଣ କରାଯାଇ ପାରିବ, ବଡ ବଡ ଲୋକମାନଙ୍କର କାର୍ଯ୍ୟକ୍ରମ କେତେବେଳେ ବି ବାତିଲ ହେଇଯିବ। ଆଉ ଆମେ ବରଗଡ଼ରେ ଇଥେନଲ ଫ୍ୟାକ୍ଟ୍ରିର ଏକ୍ସପେନ୍ସନ ଥିଲା, ଆଉ ସମ୍ବଲପୁରରେ ଗୋଟେ କେନ୍ଦ୍ର ସରକାରଙ୍କ ଦ୍ଵାରା ଗୋଟେ ଗ୍ରେଟର ରିଙ୍ଗ ରୋଡ ଯୋଉ ଅଛି ତିଆରି ହେବାର ପ୍ରସ୍ତାବ ଅଛି, ତାକୁ ସେ ଶୁଭ ଦେଇଥାନ୍ତେ। ଏବଂ ସମ୍ବଲପୁର ଠାରେ ରିଙ୍ଗ ରୋଡର ଏକ୍ସପେନ୍ସନ ଆଉ ବ୍ୟୁଟିଫିକେସନ ଏଇଟା ଓଡ଼ିଶା ସରକାରଙ୍କ ଦ୍ଵାରା ଯୋଉ ପ୍ରକଳ୍ପ ହଉଛି ତାର ବିଷୟରେ ଶୁଭ ଦେଇଥାନ୍ତେ। ରିସିଡ୍ୟୁଲ ହେଇପାରେ, ମୁଁ ତ ସେ ବିଷୟରେ କହିପାରିବିନି, କିନ୍ତୁ ରିସିଡ୍ୟୁଲ ହେଇପାରେ କିମ୍ବା ଅନ୍ୟ ଲୋକ କିଏ ଆସିକି ଶୁଭ ଦେଇପାରନ୍ତି। ପ୍ରସ୍ତୁତି ଜୋରଦାର ଚାଲିଥିଲା। ଆମେ କିଛି ନହେଲେ ବି ପାଖାପାଖି ଲକ୍ଷେ ଲୋକ କେମିତି ହେବେ ତାର ବ୍ୟବସ୍ଥା କରୁଥିଲୁ। ବଢିଆ ପ୍ରୋଗ୍ରାମ ହେଇଥାନ୍ତା, କିନ୍ତୁ ଦୁର୍ଭାଗ୍ୟ ମୁଁ ସେ ବିଷୟରେ, କିନ୍ତୁ କାର୍ଯ୍ୟକ୍ରମ ବାତିଲ ହୋଇକି ଆସିଛି ଆମ ପାଖକୁ। ତ ପରବର୍ତ୍ତୀ ଅବସ୍ଥାରେ ହେଇପାରେ, ସ୍ଥଗିତ କରିଥିଲେ ଏତେ ଦିନ ପର୍ଯ୍ୟନ୍ତ ସ୍ଥଗିତରେ ଆସିଥାନ୍ତା, କିନ୍ତୁ କାର୍ଯ୍ୟକ୍ରମ ବାତିଲ ଅଛି।